ସମସ୍ତଙ୍କୁ ଉତ୍କର୍ଷ ଓଡ଼ିଆ କାର୍ଯ୍ୟକ୍ରମକୁ ସ୍ୱାଗତମ୍। ଆଜି ଆମେ ଫାଉଣ୍ଡେସନ୍ ଫେଜ୍ର କାର୍ଯ୍ୟପତ୍ରିକା 22 ବିଷୟରେ ଆଲୋଚନା କରିବା। ଏଥିରେ ଗୋଟେ ଗପଟେ ଦେଇଛି, ଗପଟାକୁ ବା ଅନୁଚ୍ଛେଦକୁ ପଢ଼ିକିନା ତାର ଉତ୍ତର ଆମେ ଖୋଜିକିନା ଲେଖିବା। ପ୍ରଥମ ପ୍ରଶ୍ନ ଦେଇଛି, ହାତୀ ପିଠି ଉପରେ କିଏ କିଏ ବସିଥିଲେ? ତାର ଉତ୍ତର ଆମେ ଏଠୁରୁ ପାଇଯିବା। ତାର ଉତ୍ତର ହେବ, ହାତୀ ପିଠି ଉପରେ ଗୁଣ୍ଡୁଚି ମୂଷା, ଠେକୁଆ ଓ ମାଙ୍କଡ଼ ଚଢ଼ିଥିଲେ। ସେଭଳିଆ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଆମେ ଅନୁଚ୍ଛେଦରୁ ପଢ଼ିକିନା ଲେଖିବା। ଦ୍ୱିତୀୟ ପ୍ରଶ୍ନ, ମାଙ୍କଡ଼ କାହିଁକି ଡରିଗଲା? ସେଟା ବି ଏହି ଅନୁଚ୍ଛେଦରୁ ହିଁ ଉତ୍ତର ଖୋଜିବା। ତାର ଉତ୍ତର ହେବ, ମାଙ୍କଡ଼ ଭାବିଲା ହାତୀ ତାକୁ ମାରିଦେବ, ତେଣୁ ସେ ଡରିଗଲା। ନାଇଁ କି ପିଲାମାନେ, ହାତୀଟା ବୋଧେ ତାର କିଛି କ୍ଷତି କରିଦେବ ଭାବିଲା, ତେଣୁ ସେ ଡରିଗଲା ଏବଂ ଗଛ ଉପରକୁ ଚଢ଼ିଗଲା। ତୃତୀୟ ପ୍ରଶ୍ନ, ହାତୀ ମାଙ୍କଡ଼କୁ କ'ଣ କହିଲା? ହାତୀ ମାଙ୍କଡ଼କୁ କହିଲା, ଡର ନାହିଁ, ମୋ ପିଠି ଉପରେ ବସ। ହାତୀ ତାକୁ ପୁରାପୁରି ଆଶ୍ୱାସନା ଦେଲା ଯେ ମୁଁ ତୋର କିଛି କ୍ଷତି କରିବି ନାହିଁ।